ଯୋଗର ମନୋରଞ୍ଜନ ବାବୁ ତିନୋଟି ପକ୍ଷ ଅଛି। ଗୋଟିଏ ହେଉଛି ଜ୍ଞାନ ପକ୍ଷ। ମୁଁ ଜାଣିଥିବି ଯୋଗ ସମ୍ପର୍କରେ ବହୁତ କିଛି, ଯୋଗ ବିଷୟରେ କହିକି ମୋଟିଭେଟ କରୁଥିବି, ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରିତ କରିପାରୁଥିବି। ଇଏ ହେଉଛି ଯୋଗର ଜ୍ଞାନ ପକ୍ଷ। ନମସ୍କାର। ଆମେ ମାନେ ଜାଣିଛୁ ଭଲ ରହିବା ପାଇଁ ଯୋଗ ଜରୁରୀ। ମୋ ସହିତ ଅଧିକାରୀ ଅଛନ୍ତି, ସୁଧାଂଶୁ ଅଧିକାରୀ, ପତଞ୍ଜଳି ରାମଦେବ ବାବାଙ୍କର ସାରା ଭାରତ ବର୍ଷରେ ପରିଚିତ ନାଁ ହେଉଛି ପତଞ୍ଜଳି, ତାର ଓଡ଼ିଶା ମୁଖ୍ୟ। ଆଉ ସୁଧାଂଶୁ ବାବୁ ସବୁଦିନ ଆମକୁ ଟିଭିରେ କୁହନ୍ତି ଯୋଗ କଲେ ଦେହ ଭଲ ରହିବ, ଯୋଗ କରନ୍ତୁ ରୋଗରୁ ମୁକ୍ତି ପାଆନ୍ତୁ। ମୁଁ ଆଜି ଗୋଟିଏ ବିଶେଷ କାରଣ ଯୋଗୁଁ ଶ୍ରୀଯୁକ୍ତ ଅଧିକାରୀଙ୍କୁ ଏ କାର୍ଯ୍ୟକ୍ରମକୁ ଡାକିଛି। ଦକ୍ଷିଣ ଭାରତର ଜଣେ ଯୋଗ ଶିକ୍ଷକ ଯିଏ ସାରା ପୃଥିବୀରେ ନାଁ କମାଇଥିଲେ, ତାଙ୍କ ନାଁ ହେଉଛି ଶରତ ଜୟେଶ, ଯାହାଙ୍କର ବୟସ 53 ବର୍ଷ ଥିଲା। ଆଉ ଆମେରିକାରେ ତାଙ୍କର ମୃତ୍ୟୁ ହୋଇଛି ଯେତେବେଳେ ସେ ଟ୍ରେକିଂ କରୁଥିଲେ, ଗୋଟିଏ ୟୁନିଭର୍ସିଟି କ୍ୟାମ୍ପସରେ ବୁଲୁଥିଲେ, ସେତିକି ବେଳେ ତାଙ୍କର ମୃତ୍ୟୁ ହୋଇଛି 53 ବର୍ଷ ବୟସରେ। ଯୋଗୀର ଶରୀର ବହୁତ ସୁନ୍ଦର ଥାଏ, ଆଉ ଯୋଗୀ ଯୋଗାଭ୍ୟାସ କରିଥାନ୍ତି, ଯୋଉଥିପାଇଁ ତାଙ୍କର ବଳିଷ୍ଠ ଶରୀର ଥାଏ। ତାହେଲେ 53 ବର୍ଷ ବୟସରେ ସାରା ପୃଥିବୀକୁ ଯୋଗ ଶିକ୍ଷା ଦେଉଥିବା ଏହି ଶରତ ଜୟେଶ ଯୋଗ ଶିକ୍ଷକଙ୍କର ମୃତ୍ୟୁ କାହିଁକି ହେଲା? ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଶ୍ରୀଯୁକ୍ତ ଅଧିକାରୀ, 53 ବର୍ଷ ବୟସରେ ଜଣେ ଭଲ ଯୋଗୀଙ୍କର କାହିଁକି ମୃତ୍ୟୁ ହେଲା, ଯାହାଙ୍କ ଶରୀର ବଳିଷ୍ଠ? ସେ ନିଶ୍ୱାସ ନେଇପାରିଲେନି ଯେତେବେଳେ ଟ୍ରେକିଂ କରୁଥିଲେ ଏବଂ ତାଙ୍କର ମୃତ୍ୟୁ ହେଲା। ଏହାର କାରଣ କଣ? ଅଷ୍ଟାଙ୍ଗ ଯୋଗ ସାଧନା ସେ କରୁଥିଲେ। ନମସ୍କାର ମନୋରଞ୍ଜନ ବାବୁ, ବିଶେଷ ଭାବରେ ଆପଣଙ୍କର ନୂଆ ଚ୍ୟାନେଲକୁ ବି ମୋର ବହୁତ ବହୁତ ଶୁଭକାମନା ଓ ଶୁଭ ଅଭିନନ୍ଦନ। ଆଉ ମିଲିୟନ ଦର୍ଶକ ଆପଣଙ୍କୁ ସ୍ପର୍ଶ କରନ୍ତୁ, ଏଇଭଳି ମୋର ଶୁଭକାମନା। ମିଲିୟନ୍ସ ଆଣ୍ଡ ମିଲିୟନ୍ସ। ତ ମୁଁ ଆପଣଙ୍କର ପ୍ରଶ୍ନର ଉତ୍ତର ନିଶ୍ଚିତ ଦେବି। କେବଳ ମନୋରଞ୍ଜନ ବାବୁ ଜଣେ ଯୋଗ କରିଦେଲେ ସୁସ୍ଥ ରହିପାରେ ନାହିଁ, ଏ କଥାକୁ ଆପଣ ଆଜି ବୁଝନ୍ତୁ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ ବୁଝେଇବା ଶୈଳୀରେ ବି ଗୋଟିଏ ଶ୍ଲୋକ କହିଛନ୍ତି, ତାକୁ ଲୋକ ବେଶୀ ଆଲୋଚନା କରୁନାହାନ୍ତି। ଯୁକ୍ତ ଆହାର, ଯୁକ୍ତ ବିଚାର, ଯୁକ୍ତ ବ୍ୟବହାର, ଯୁକ୍ତ ନିଦ୍ରା ଏବଂ ଯୁକ୍ତ ଚେଷ୍ଟା, ଏ ସବୁ ଗୁଡିକ ଯେତେବେଳେ ପଜିଟିଭିଟି ସହିତ କନେକ୍ସନ ରହିବ, ତେବେ ଯାଇ ଜଣେ ବ୍ୟକ୍ତି ସୁସ୍ଥ ରହିବ। युक्त आहार विहारस्य युक्त चेष्टस्य कर्मसु युक्त स्वप्नावबोधस्य योग भवति दुःखः। केवल जोग करदेले जड़े व्यक्ति संपूर्ण शारीरिक, मानसिक, बौद्धिक, आत्मिक सुस्थता पाई पारे नहीं। मो बारंबार आपण चैनल रे अन्य चैनल गुड़ी करे विषय को उल्लेख करिछि। आज मध्य सही कथा कहबी जे जड़े व्यक्ति आसन करदेले बा जड़े व्यक्ति केवल प्राणायाम करदेले से सुस्थ हो न पारे। जड़े व्यक्ति अष्टांग जोगर भी साधक हो गले जड़े व्यक्ति सुस्थ रहिबो तार कौन ग्यारंटी नहीं। तापाई आहार, विचार, व्यवहार, निद्रा एवं सात्विक चेष्टा। मु सकाळु कपाल भाती मनोरंजन बाबू करुथबी अध अध घंटा, तापर पूरी भाती परोटा भाती करिवि, ताले जोगर दोष कोठी रहिबो मते कहूनी सुधांशु बाबू। मु खबर कागज रे आज टाइम्स ऑफ इंडिया रो मुख्य खबर बनिथिबा गोटे प्रमुख स्थान हासिल करथिबा खबर संपर्क रे कहूची। ये शरद जयेश साधारण व्यक्ति नथिले, सारा भारत वर्ष रे सारा पृथ्वी रे ताकर नाम थिला। जोग शिखेबा पई से अमेरिका जाइथिले, अमेरिका प्रथम तरी गले सेमति आसे आमे बारंबार से अमेरिका जानती। आगामी दिन में ऑस्ट्रेलिया और पृथ्वी अनेक देश रे प्रोग्राम थिला। हजार हजार तांकर शिष्य अछंती। आउ सी केमिति शरीर को गढ़िबो, कोन खाइबो, केतेबेले सोइबो, केमिति योग करिबो पिलावान को सिखौथिले, युवक युवती को सिखौथिले। तो जोगीकर मृत्यु सेहिति पई खबर बनुची सुधांशु बाबू। निश्चित निश्चित मु आपन सहित एकमत। जोगर मनोरंजन बाबू तीनोटी पक्ष अछि। गोटिए होछि ज्ञान पक्ष। मु जानिथिबि जोग संपर्क रे बहुत किछि, जोग विषय कहीकि मोटिवेट करुथिबि, लक्ष लक्ष लोकଙ୍କୁ प्रेरित करि पारुथिबि। ये होछि जोगर ज्ञान पक्ष। आ गोटे होछि जोगर अभ्यास पक्ष।
ଯେତିକି ସମୟ ଯୋଉ ପ୍ରାଣାୟାମ ଯୋଉ ଆସନ ଦରକାର ମୁଁ ସେତିକି କରୁଛି ନା ନାହିଁ, ନା ମୁଁ କେବଳ ଜ୍ଞାନ ପକ୍ଷ ବିତରଣ କରି ସାରା ପୃଥିବୀ ବୁଲୁଛି କିନ୍ତୁ ଯୋଉ ଘଣ୍ଟେ କି 2 ଘଣ୍ଟା ମୋର ନିଜର ଅଭ୍ୟାସ କରିବା କଥା ତାହା ମୁଁ କରୁଛି ତ? ଇଏ ହେଲା ଦ୍ୱିତୀୟ କଥା, ଅଭ୍ୟାସ ପକ୍ଷ। ତୃତୀୟରେ ତାହା ଆଚରଣରେ ପ୍ରତିଫଳିତ ହେଉଛି ତ? ଗୋଟିଏ ହଉଛି ଜ୍ଞାନ ପକ୍ଷ, ଗୋଟିଏ ହଉଛି ଅଭ୍ୟାସ ପକ୍ଷ, ଆଉ ଗୋଟିଏ ହଉଛି ଲାଷ୍ଟ ବଟ୍ ନଟ୍ ଲିଷ୍ଟ ଆଚରଣ ପକ୍ଷ। ମୁଁ ସକାଳୁ ସକାଳୁ ଯୋଗ କରୁଛି ବୋଲି କହିବି, ଦିନ ଯାକ ମୁଣ୍ଡରେ ଅଳିଆ ପୁରେଇକିରି ନାନାବିଧ ସମସ୍ୟା ଭିତରେ ବୁଡି ରହୁଛି। ଅଷ୍ଟାଙ୍ଗ ଯୋଗର ସାଧକ ଭାବରେ ମୁଁ ଅନ୍ୟମାନଙ୍କୁ ପ୍ରେରିତ କରୁଛି, କିନ୍ତୁ ନିଜେ ସେଇଭଳି ଜି ପାରୁଛି କି? ଏହା ମୁଁ ନିଜ ବିଷୟରେ ନିଜକୁ ହିଁ ପଚାରିବି ଏବଂ ଉତ୍ତର ମୋ ପାଖରେ ଅଛି। ତାକୁ ହାର୍ଟ ଆଟାକ୍ ହବନି ସୁଧାଂଶୁ ବାବୁ, ଏ ଗ୍ୟାରେଣ୍ଟି ଆପଣ ଦେଇପାରିବେ? ନା 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 ନା, କେବଳ ଯୋଗ କଲେ ଜଣେ ବ୍ୟକ୍ତିର ହାର୍ଟ ଆଟାକ୍ ହବ ନାହିଁ ଏ ଗ୍ୟାରେଣ୍ଟି କେହି ବି ଦେଇପାରିବେ ନାହିଁ। ତାଙ୍କ ଆହାରରେ ସଂଯମ ରହିବାର ଅଛି, ତାଙ୍କ ସାଧନାରେ ସେତିକି ସଂଯମତା ରହିବାର ଅଛି ଏବଂ ସମୟ ସେତିକି ସେ ଦବାର ଅଛି। ଯଦି ସମୟ ନ ଦେବେ, ମୁଁ ରାତିରୁ ରାତି ଯାଇ ଦେଶ ଦେଶ ବୁଲୁଥିବି, ସବୁଆଡେ କେବଳ ସମସ୍ତଙ୍କୁ ମୋଟିଭେଟ କରୁଥିବି, କିନ୍ତୁ ନିଜକୁ ଯୋଉ ଘଣ୍ଟେ 2 ଘଣ୍ଟା ପ୍ରସ୍ତୁତ କରିବା କଥା ମୁଁ ଯଦି ସେ ସମୟ ଆଗରୁ ଦଉଥିଲି ଆଜି ଦେଇପାରୁନାହିଁ, ତାହେଲେ ମତେ ତ ପରିଣତି ଭୋଗ କରିବାକୁ ପଡିବ। ସାଧାରଣ ଲୋକଟିକୁ ଆପଣ ଅଙ୍ଗୁଳି ନିର୍ଦ୍ଦେଶ କରିପାରନ୍ତି, କାଲି ଯଦି ମୁଁ ରାମଦେବ ବାବାଙ୍କୁ କହିବି ରାମଦେବ ବାବା ବୁଲେଇ ବୁଲେଇ ଶିଖୁଛନ୍ତି କିନ୍ତୁ ନିଜେ ଯୋଗ କରୁନାହାନ୍ତି, ସେଥିପାଇଁ ତାଙ୍କୁ ବେଳେ ବେଳେ ହସ୍ପିଟାଲ ଯିବା ପାଇଁ ପଡୁଛି, ଆପଣ କଣ ମାନି ନେବେ? ଯୋଉ ନା ଯୋଗ ସେଥିରେ ମୁଁ ଏକ ଭାରତ ବର୍ଷରେ ବୁଲୁଛନ୍ତି ସେମାନଙ୍କ ଭିତରେ ମୁଁ ସେଭଳି କିଛି ଶକ୍ତି ଅଛି ମୁଁ ଯୋଉ ଯୋଗ କରିକି ସେମାନେ ଲାଇଭରେ ଦେଖାଉଛନ୍ତି। ତାଙ୍କର ବହୁତ ଗୁଡେ ଭିଡିଓ ଅଛି, ଏତେ ଲୋକ ଦେଖୁଛନ୍ତି, ତାପରେ ତାଙ୍କର ଅସୁବିଧା କୋଉଠି ରହିଲା? ହାର୍ଟ ଆଟାକ୍ ହବ। ଯୋଗ ଗୁରୁଙ୍କୁ କେମିତି ହାର୍ଟ ଆଟାକ୍ ହଉଛି? ହଁ ଏଇ ତ ପ୍ରସଙ୍ଗ, ସେଇ ତ ଖବର। ତେଣୁ ଆପଣ ଜାଣନ୍ତୁ, ଲାଇଭ ପ୍ରୋଗ୍ରାମରେ ଅଭ୍ୟାସ ଯଦି ଜଣେ ବ୍ୟକ୍ତି 2 ଘଣ୍ଟା ଆପଣଙ୍କ ସାଙ୍ଗରେ ଅଭ୍ୟାସ କରୁଛନ୍ତି ଏବଂ ଅନ୍ୟ କେହି ନିର୍ଦ୍ଦେଶ ଦଉଛି ସେ ଅଭ୍ୟାସ କରୁଛନ୍ତି, ସେଭଳି ବ୍ୟକ୍ତି ବିରଳ ଥିବେ ଯୋଉମାନେ କି ଏଇଭଳି ମୃତ୍ୟୁର ଶିକାର ହେଉଛନ୍ତି। କିନ୍ତୁ ମୋଟିଭେସନାଲ ସ୍ପିକର ଭାବରେ, ମୋଟିଭେସନାଲ ଜଣେ ଆଡଭାଇଜର ଗୁରୁ ହିସାବରେ ମୁଁ ହୁଏତ ଅନ୍ୟମାନଙ୍କୁ ପ୍ରେରିତ କରୁଥାଇପାରେ, କିନ୍ତୁ ଯେତିକି ସାଧନା ଯେତିକି ଅଭ୍ୟାସ ମତେ କରିବା କଥା ମୁଁ ଆକ୍ଚୁଆଲି ସେତିକି କରୁଥିଲି ତ? ଏ ପ୍ରଶ୍ନ ଆମେ ପଚାରିବା ନିଶ୍ଚିତ ଭାବରେ। ଯଦି ସେତିକି ହଉଥାନ୍ତା ଏଇଭଳି ବ୍ୟତିକ୍ରମ ହୁଅନ୍ତା ନାହିଁ। କିନ୍ତୁ ଏଠି ଗୋଟିଏ କଥା ମନୋରଞ୍ଜନ ବାବୁ ମୁଁ ଆଉ ଯୋଡ଼ିବାକୁ ଚାହିଁବି ଯେ ଏ ସମସ୍ତ ବିଷୟ ଥିବା ଭିତରେ ଗୋଟିଏ ବାଲାନ୍ସ ରହୁଛି, ସନ୍ତୁଳନ ରହୁଛି। ସେ ସନ୍ତୁଳନକୁ ରକ୍ଷା କରିକି ଯିଏ ଜୀବନକୁ ଯିଏ ବାସ୍ତବରେ ସିଏ ଆଗେଇ ଯାଏ। ଯଦି ସନ୍ତୁଳନ ବିଗିଡ଼ିଲା ତାହେଲେ ବାଲାନ୍ସ ବିଗିଡ଼ି ଯିବ ଏବଂ ଆପଣ ନିଶ୍ଚିତ ଭାବରେ ଏଇଭଳି କିଛି ଅଘଟଣର ଶିକାର ହେଇଯିବେ, ଦୁର୍ଘଟଣାର ଶିକାର ହେଇଯିବେ। ତ ହାର୍ଟ ଆଟାକ୍ କଣ କଲେ ହବନି? ଜଣେ ଯୋଗୀ ହେଇଥିବ, ଆଚରଣ ଠିକ ରଖୁଥିବ, ଅଭ୍ୟାସ କରୁଥିବ, ତାହେଲେ ତାକୁ ହାର୍ଟ ଆଟାକ୍ ହବନି ବୋଲି ଆପଣ କହିପାରିବେ? 3ଟି ଜିନିଷ। ପ୍ରଥମ କଥା, 3ଟି ଜିନିଷ ଜଣେ ବ୍ୟକ୍ତି ଯଦି ତାଙ୍କ ଜୀବନରେ ଆପଣେଇ ପାରିବେ, ହାର୍ଟ ଆଟାକ୍ ଭଳି ସମସ୍ୟାରୁ ନିଜକୁ ସିଏ ଦୂରେଇ ପାରିବେ। ଏକଥା ମୁଁ କହୁନି, ଏକଥା ଶାସ୍ତ୍ର କହୁଛି ଏବଂ ଯୋଉମାନେ ପ୍ରତିଷ୍ଠିତ ଗୁରୁ ସେମାନେ ଏହାକୁ ଉଲ୍ଲେଖ କରନ୍ତି ଯେ ପ୍ରଥମ କଥା ହେଉଛି ସକାଳୁ ସକାଳୁ ଆପଣ 4:30 5ଟାରୁ ଉଠିବାକୁ ପଡିବ ଏବଂ ପ୍ରଥମେ ଝାଳରେ ସ୍ନାନ କରିବାକୁ ପଡିବ। ପ୍ରଥମେ ଝାଳରେ ସ୍ନାନ, ତାପରେ ଜଳରେ ସ୍ନାନ। ଯଦି ଆପଣ ସୁସ୍ଥ ଅଛନ୍ତି ଆଉ ସୁସ୍ଥ ରହିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ସୂର୍ଯ୍ୟ ନମସ୍କାର 11ରୁ 21 ଥର, ଜଗିଂ ଆପଣଙ୍କୁ କରିବାକୁ ହିଁ ପଡିବ। ପ୍ରଥମେ ଝାଳରେ ସ୍ନାନ, ତାପରେ ଜଳରେ ସ୍ନାନ, ଇଏ ହଉଛି ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ, 50ରୁ 60 ଭାଗ କଞ୍ଚାର ଭକ୍ଷଣ କରିବାକୁ ପଡିବ। ସ୍ପ୍ରାଉଟ, ଫ୍ରୁଟ୍ସ ଏବଂ ଭେଜିଟେବଲ୍ସ, ସାଲାଡ ଏସବୁକୁ ଭୋଜନରେ ସାମିଲ କରିବାକୁ ପଡିବ। ତାପରେ ଯାଇ ଆପଣଙ୍କର ସର୍କୁଲେଟରୀ ସିଷ୍ଟମ ସାମାନ୍ୟ ଭାବରେ ଫଙ୍କସନ କରିବା ଆରମ୍ଭ କରିବ। ଆପଣ ଯେତେ ପ୍ରକାରର ପ୍ୟାକେଜ ଫୁଡ, ଯେତେ ପ୍ରକାରର ପ୍ରିପେୟାର୍ଡ ଫୁଡ, ଯେତେ ପ୍ରକାରର ପ୍ରୋସେସ୍ଡ ଫୁଡ ଖାଉଛନ୍ତି, ଏଗୁଡିକ ସମସ୍ତ କଣ୍ଟ୍ରିବ୍ୟୁଟ କରେ ଆପଣଙ୍କୁ ହାର୍ଟ ଆଟାକ୍ ଆଡକୁ ନେଇଯିବା ପାଇଁ। କିନ୍ତୁ ଆମେ କେତେ ଜଣକୁ ମାନୁଛନ୍ତି? ଯିଏ ମାନୁଛନ୍ତି ସେ ନିଶ୍ଚିତ ଭାବରେ ଶୁଦ୍ଧତାର ସହ ବିଚରଣ କରୁଛନ୍ତି, ଆଉ ଯିଏ କେବଳ କଥାରେ ଅଛନ୍ତି କାମକୁ ନେଉନାହାନ୍ତି ତାଙ୍କର ପରିଣତି ବିଷୟରେ ଆପଣ ଭଲ ଭାବେ ଜାଣନ୍ତି। ତ ଆପଣ କଣ ଗ୍ୟାରେଣ୍ଟିର ସହିତ କହିପାରିବେ ରାମଦେବ ବାବାଙ୍କୁ କେବେ ହାର୍ଟ ଆଟାକ୍ ହବନି? କାରଣ ଏ ସବୁ ସେ ମୁଁ କରନ୍ତି। ଦେଖନ୍ତୁ, ଲାଇଭ କାର୍ଯ୍ୟକ୍ରମରେ ଆପଣ
ସକାଳ 5ଟା ରୁ 7:30 ସବୁଦିନ ତାଙ୍କୁ ଦେଖୁଛନ୍ତି କୋଉ ଭଳି ଭାବରେ ସେ ଦଣ୍ଡ ବୈଠକ କରୁଛନ୍ତି, କୋଉ ଭଳି ଭାବରେ ଦୌଡ଼ିକି ଆସୁଛନ୍ତି, ଝାଳ ବୁହାଉଛନ୍ତି। ଜଣେ ବ୍ୟକ୍ତି ଯଦି ପ୍ରଚଣ୍ଡ ମାତ୍ରାରେ ଝାଳ ବୁହାଇକି 2 କିଲୋମିଟର ଦୌଡ଼ିକି ଆସୁଥିବ, ସେ ତ ସେ ବାଟରେ ଫେଣ୍ଟ ହେଇଯିବ। ଆଉ ମୁଁ କେବେ ଦୌଡୁ ନଥିବି, ହଠାତ୍ ପାହାଡ ଚଢିବା ପାଇଁ ଚେଷ୍ଟା କରିବି, ନିଶ୍ଚିତ ଭାବରେ ବ୍ୟତିକ୍ରମ ହବ। ଅଭ୍ୟାସ ଗୋଟିଏ ଜିନିଷ ଯାହା ଆପଣଙ୍କୁ ପ୍ରସ୍ତୁତି ଦିଏ। ଆପଣ ପ୍ରସ୍ତୁତି ରଖନ୍ତୁ ଏବଂ ଆଗାମୀ ଭୟ ପାଇଁ ଆପଣ ନିଶ୍ଚିତ ଭାବରେ ନିସଂକୋଚରେ କାର୍ଯ୍ୟ କରନ୍ତୁ। तो ये इंटरनेशनल प्रोग्राम करुथिबा जोगी शरद जयेश आपण कोन भाबुचंती जे से ताको आचरण ठीक रखि नथिबे, से ताकर काम जोग ठीक रखि नथिबे, सेहि पई ताको हार्ट अटैक हला? देखंतु मनोरंजन बाबू, जड़े व्यक्ति जितेबाला बहुत ऊर्ध्व को चली जाती, प्रायोरिटी से बदली जाए। बहुत कम विरल व्यक्तित्व एमती जोगी अच्छा जो माने कि निज अभ्यास को पूरा शाणित रूप से करती एवं मोटिवेशन करती एवं अन्य मानक शिक्षा दियंती। जितेबाला गोटे स्तर ऊपर को व्यक्ति चली जाए, तार प्रायोरिटी चेंज हो जाए। आहरी अधिक अधिक लोक किभली से सामिल करेंगे कार्य माध्यम से मनोनिवेश करती एवं अभ्यास कोठी ना कोठी छाड़ी जाए। मो लेवल रे मु जेहेतु सारा ओडिशा विचरण करुची, दिने दिने मोर भी अभ्यास कमी जाउची जदि राती अध जाई ट्रैवल करिथिबी। किंतु जहा भी हेले 1 घंटा नहले भी 45 मिनिट आमे अभ्यास करूछु। आज्ञा आमे जानिचु अभ्यास कले ही आपण आगु को बढ़ीबे। किंतु आ गुटी कथा एठी जोड़िबा को चाहिबी, आ गुटी कथा अंतिम कथा जोड़िबा को चाहिबी जे आपण जदि जोग करूचंती, ठीक आहार नौचंती, ठीक विचरण करुचंती, विचार भी ठीक अच्छी, राति रे आपण सोउनांती। सांबादिक बंधु माने राति 12टा 1 बेले सोइबे, सकाळू केते बेले उठंती ठीक नाही, से माने हार्ट अटैक प्रवणतार बेसी शिकार हेबे। राति 1टा रु 3टा भितरे आपणकर शरीर निर्माण करे। जेमती राति रे आपण सोइले आपणक हाईवे तयारी हुए, ट्रैफिक तयारी हुएनी, ठीक से बेले आपणक बॉडी राति 11टा रु 3टा भितरे संपूर्ण रिकंस्ट्रक्शन करे। आ सेते बेले तो सोइबा को पड़िबो। आमे कोन करंती राति 12टा 1 2टा जाई सुवंती नहीं, सकाळ 8टा 9टा जाई उठंती नहीं। ये तो बहुत बड़ व्यतिक्रम। जेते जोग करंतु, जेते आहार रे संयम करंतु, राति अनिद्रा हेले आपनको डायबिटीज हबो, आपनकर बीपी बढ़िबो, आपनकर थायराइड हबो, हार्ट अटैक रो प्रवणता आपनको भितरे बेसी बढ़िबो। ये तो समस्त कहते आमे जानि छे। सुधांशु बाबू, आपण तो ये सब जिनस करूचंती, भल भाबरे हमको योग शिक्षा भी दउचंती। वर्ष वर्ष धरी आमे आपनको देखुचु ओडिया टीवी चैनल रे आपण हमको योग संपर्क रे बुझांती। ताले आपण ग्यारंटी दे कहि परिबे कि आपनको केबे हार्ट अटैक हबनी? मु तो अंतत पक्षे आपणक परदा माध्यम रे निश्चित भाव में कहबी जे सेमिति गोटे बड़ दुर्घटना मो जीवन रे न घटिले एमिति अपमृत्युर शिकार मु हेबी नाही। काहेकि ना मु से साधना को निरंतरतार सह बजाय रखिछि। बाकी प्रभुଙ୍କ इच्छा। आ मते आपण बोधे दीर्घ 20-25 वर्ष होला देखुचंती आपण संगे मु अछि। अंतत पक्षे आपण विभिन्न चैनल माध्यम रे ओटीवी रो फोकस रो आरंभ करी आज आपण निज चैनल माध्यम रे आपण मते 25 वर्ष रो ऊर्ध्व देखुचंती। तेणु आपण मूल्यांकन करंतु, मु निजे किछि कहबी नै। ओके, हम आशा करबा आपण सेमती ओडिसा रे जोगर प्रतीक ही रुहंतु, कारण आपण भलो योग अभ्यास करंती, हमकु बुझांती एवं आशा करबा सेमती आपण अन्य मानकर विश्वास जितंतु। आउ जोगी जेतबळे ठीक भाव रे योग करे, निष्ठार सहित ता काम करे, आपनकर दृढ़ विश्वास जे ताकू सेबळी किछि हार्ट अटैक भली घटना ता जीवन रे घटे नाही। हमें आशा करबा जे योग जेहेतु गोटे प्राचीन शास्त्र, ए शास्त्र रे रहितबा पद्धति को आमे अनुकरण करिबा। जड़े जोगींकर मृत्यु हेछि किंतु काहे कि हेछि ता एपर्यंत जड़ा पड़ी नाही। आमे सविशेष जानिले तांकर संपर्क रे मनीष शरीर तो लुहा नुहे, मनीष शरीर रक्त मांस रे गढ़ा, कोठी किछि व्यतिक्रम हो जाई पारे, किंतु स्वाभाविक भाव में योग आपण शरीर को ठीक रखे ए विश्वास मनीषर निश्चित भाव में योग शास्त्र उपरे रहिथिबो। बहुत धन्यवाद सुधांशु अधिकारी आपनकर मतामत पाई। बहुत धन्यवाद। नमस्कार। नमस्कार।